ମନରେ ପ୍ରଶ୍ନ ଉଠେ, ସତଟା କ'ଣ? ଏ ଦୁନିଆରେ, ଏ ପୃଥିବୀ ପୃଷ୍ଠରେ ବା ସାରା ବିଶ୍ୱରେ ସତ୍ୟ ହେଉଛନ୍ତି ସେଇ ପରମାତ୍ମା ପରମ ବ୍ରହ୍ମ ବା ଜଗତର ନାଥ ଜଗନ୍ନାଥ। ବ୍ରହ୍ମଂ ସତ୍ୟ ଜଗତ ମିଥ୍ୟା। ଆମେ ସଂସାରରେ ଯେଉଁ ସମ୍ପର୍କ ରହିଛି, ଯେଉଁ କାର୍ଯ୍ୟ କରୁଛେ, ଯାହା ଆମର ଭାବର ଆଦାନ ପ୍ରଦାନ ହେଉଛି, ଯେଭଳି ଭାବରେ ଆମେ ଜୀବନ ନିର୍ବାହ କରୁଛେ, ତା ସବୁ କିଛି ମିଥ୍ୟା। ତା କୌଣସି ଗୋଟିଏ ସତ୍ୟ ନୁହେଁ। ସେଇ ମିଥ୍ୟା ଭିତରେ ସତ୍ୟଟା ଲୁଚି କରି ଅଛି। ଯେମିତି ଆଲୋକ ଭିତରେ ଅନ୍ଧକାରଟା ଲୁଚି କରି ଅଛି, ଆଲୋକ ଚାଲିଗଲେ ଅନ୍ଧକାର ମାଡ଼ି ଆସେ, ଆଲୋକ ଆସିଲେ ଅନ୍ଧକାର ମଧ୍ୟ ଚାଲିଯାଏ। ସେଇଭଳି ମିଥ୍ୟା ଭିତରେ ସତ୍ୟ ଅଛି। ତେଣୁ ଆମେ ସେ ମିଥ୍ୟା ଭିତରେ ସତ୍ୟକୁ ଅନୁସନ୍ଧାନ କରିବା ପାଇଁ ବା ସତ୍ୟରେ ଜୀବନ କାଟିବା ପାଇଁ ବା ସତ୍ୟକୁ ଉପଲବ୍ଧି ଅନୁଭବ କରିବା ପାଇଁ ଆମେ ଜନ୍ମଗ୍ରହଣ କରିଛେ। ଏ ଆମର ବାର୍ଥ ରାଇଟ୍, ଜନ୍ମଗତ ଅଧିକାର। ଆମେ ଚାରିଟା ଆଶ୍ରମ କଥା ଜାଣିଛେ। ଗୋଟିଏ ହେଉଛି ଗୃହସ୍ଥାଶ୍ରମ, ଗୋଟିଏ ହେଉଛି ବ୍ରହ୍ମଚାରୀ ଆଶ୍ରମ, ଗୋଟିଏ ହେଉଛି ବାନପ୍ରସ୍ଥାଶ୍ରମ, ଗୋଟିଏ ହେଉଛି ସନ୍ନ୍ୟାସ ଆଶ୍ରମ। ଆମେ ସମସ୍ତେ ପ୍ରାୟ ଗୃହସ୍ଥାଶ୍ରମରେ ଜନ୍ମଗ୍ରହଣ କରିଛେ ଏବଂ ଗୃହସ୍ଥାଶ୍ରମର ରହି ଆମ ଜୀବନ ଅତିବାହିତ କରୁଛେ। এই ଗୃହସ୍ଥାଶ୍ରମ ଭିତରେ ରହି ଆମେ କିଭଳି ଭାବରେ ଜୀବନକୁ ନିର୍ବାହ କରିବା ତାର କୌଶଳ ଆମେ ତତ୍ତ୍ୱଗୁରୁଙ୍କ ଠାରୁ ବା ସତ୍ସଙ୍ଗର ଆଶ୍ରୟ ନେଲେ ଆମେ ଶିଖିପାରିବା ବା ଜାଣିପାରିବା। ତେଣୁ ପ୍ରଥମେ ହେଉଛି ଗୃହସ୍ଥାଶ୍ରମ। ଗୃହସ୍ଥାଶ୍ରମ ଉପରେ ଅଲଗା ତିନିଟା ଆଶ୍ରମ ନିର୍ଭର କରେ। ବ୍ରହ୍ମଚାରୀ ଆଶ୍ରମ, ବାନପ୍ରସ୍ଥାଶ୍ରମ, ସନ୍ନ୍ୟାସ ଆଶ୍ରମ ନିର୍ଭର କରେ। ଶାସ୍ତ୍ରରେ ଲେଖା ଅଛି, ଜଣେ ଆଦର୍ଶ ସନ୍ନ୍ୟାସୀ ଠାରୁ ଆଦର୍ଶ ଗୃହୀ ହେଉଛି ଶ୍ରେଷ୍ଠ। ଜଣେ ଆଦର୍ଶ ସନ୍ନ୍ୟାସୀ ହେଇପାରିବ, ଜଣେ ଆଦର୍ଶ ଗୃହୀ କେତେବେଳେ ହେଇପାରିବ ନା, ହବାଟା ବଡ଼ କଷ୍ଟ। ହେଇପାରିବ ନାହିଁ କହିବାଟା ଭୁଲ। ତେଣୁ କାହିଁକି ଆଦର୍ଶ ଗୃହୀ ହେଇପାରିବ ନାହିଁ ନା, ଗୃହସ୍ଥାଶ୍ରମରେ କ'ଣ ହୁଏ, ନିଜର ବାପ ମା, ସ୍ତ୍ରୀ, ପୁଅ ଝିଅ, ଭାଇ ଭଉଣୀକୁ ନେଇ ବଞ୍ଚିବାକୁ ପଡ଼େ। ଯେତେବେଳେ ଏମାନଙ୍କୁ ନେଇ ଆମେ ବଞ୍ଚିବାକୁ ପଡ଼େ, ସମସ୍ତଙ୍କର ସଂସ୍କାର ସମାନ ନଥାଏ, ସମସ୍ତଙ୍କର ମନ ସମାନ ନଥାଏ। ଜନ୍ମ ଜନ୍ମାନ୍ତର ସଂସ୍କାର ନେଇ ଆମର ଏ ଶରୀର, ଶିକ୍ଷା, ପରିବେଶ, ବାପ ମା ସବୁକିଛି ଆମକୁ ପ୍ରାପ୍ତି ହେଇଥାଏ। ତେଣୁ ଆମେ ଯେଉଁଭଳି ସଂସ୍କାର ନେଇକି ଆସିଛେ, ସେଇଭଳି ଶରୀରଟା ହେଇଛି, ସେଇଭଳି ମନଟିଏ ହେଇଛି, ସେଇଭଳି ପରିବେଶଟିଏ ହେଇଛି। ଆମେ ଅହଙ୍କାର ଆଉ ଅଜ୍ଞାନତାରୁ ଭାବୁଛେ ଆମେ ସବୁ ଏଗୁଡ଼ିକ କଲୁ, ଆମ ଦ୍ୱାରା ଏସବୁ କିଛି ହେଲା। ସ୍ଥୂଳରେ, ସୂକ୍ଷ୍ମରେ ଦେଖିଲେ ଆପଣ ଜାଣିବେ ସବୁକିଛି ଜନ୍ମ ଜନ୍ମାନ୍ତରର ସଂସ୍କାରରୁ ଏସବୁ ଆମକୁ ପ୍ରାପ୍ତି ହେଇଛି ବା ପ୍ରାପ୍ତି ହେଉଛି। ଯାହାକୁ ଆମେ କହୁ ଆମର ପ୍ରାରବ୍ଧରୁ ବା ପୂର୍ବଜନ୍ମ କର୍ମଫଳରୁ
ମୋତେ ଏଇଭଳି ସବୁ ପରିବେଶ ଏଇଭଳି ସବୁ ମିଳିଛି। ତେଣୁ ଗୃହସ୍ଥାଶ୍ରମରେ ରହିଲେ କ'ଣ ହୁଏ ନା ସମସ୍ତଙ୍କ ସଂସ୍କାର ପ୍ରାୟ ସମାନ ନଥାଏ। କିଏ ବହିର୍ମୁଖୀ ଥାନ୍ତେ, କିଏ ଅନ୍ତର୍ମୁଖୀ ଥାନ୍ତେ। ଦୁର୍ଗା ପୂଜା ଟାଇମ୍, ନବରାତ୍ର ଚାଲିଛି, କିଏ ବୁଲି ଯିବାକୁ ଇଚ୍ଛା କରୁଛନ୍ତି, କିଏ ବସି ଧ୍ୟାନ କେନ୍ଦ୍ରରେ ଧ୍ୟାନ କରିବାକୁ ଭଲ ପାଉଛନ୍ତି, କିଏ ବାହାରଟାକୁ ଦେଖୁଛନ୍ତି, କିଏ ଭିତରଟାକୁ ଦେଖୁଛନ୍ତି। ସମସ୍ତେ ଭାବନ୍ତି ଆନନ୍ଦଟା ହିଁ ବାହାରେ ଅଛି ବା ଶାନ୍ତିଟା ବାହାରେ ଅଛି ବା ସେଇ ଆନନ୍ଦଟା ସେଇ ଶାନ୍ତିଟା ଯେ ଭିତରେ ଅଛି ଏ କଥା ଆମେ ଜାଣିନେ। କାହିଁକି ଜାଣିନେ ନା ଆମେ ତତ୍ତ୍ୱଗୁରୁ ଗ୍ରହଣ କରିନେ, ସତ୍ସଙ୍ଗର ଆଶ୍ରୟ ନେଇନେ, ଏ ବିଷୟରେ ଆମେ କୌଣସି ଧର୍ମଗ୍ରନ୍ଥ ପାଠ କରିନେ। ତେଣୁ ସମସ୍ତଙ୍କର ନେଚର ସହିତ ନେଚର ମିଶିବା ଭାରି କଷ୍ଟ, ଯାହାଫଳରେ ସମସ୍ତଙ୍କୁ ସହଯୋଗ କଲେ, ସମସ୍ତେ ଗୋଟେ ଗୁରୁଙ୍କର ଆଶ୍ରିତ ହେଲେ, ସମସ୍ତେ ଏକ ଦିଗାଭିମୁଖୀ ହେଲେ, ତାହେଲେ ପାରିବାରିକ ଜୀବନରେ ବା ଆଦର୍ଶ ଗୃହସ୍ଥ ଆଶ୍ରମରେ ଧର୍ମ ଲାଭ କରିବା ସହଜ ହେଇପାରିବ। ଯଦି ସମସ୍ତଙ୍କର ନେଚର ଠିକ୍ ନହେଲା, ସମସ୍ତ ନେଚର ସହିତ ନେଚର ନ ମିଶିଲା, ସେଇ ଗୃହସ୍ଥାଶ୍ରମ ଭିତରେ ଆପଣ ନିଜର ମାନସିକ ସ୍ଥିତିକି ହରେଇ ବସିବେ। ତେଣୁ ଆପଣ ସାଧନା ହେଇପାରିବ ନାହିଁ। ଯଦି ଆପଣ ସଂସ୍କାର ବଳବତ୍ତର ଥାଏ, ଜନ୍ମ ଜନ୍ମାନ୍ତର ଆପଣ ସାଧନା କରିକି ଆସିଥିବେ, ସେଇ ସଂସ୍କାର ଆପଣ ଚିତ୍ତରେ ଷ୍ଟୋର ହେଇକି ଥବ, ନିଶ୍ଚିନ୍ତ ଭାବରେ କୌଣସି ପ୍ରତିବନ୍ଧକ ଆପଣଙ୍କର କିଛି ଅସୁବିଧା କରିପାରିବ ନାହିଁ। ଆପଣଙ୍କ ରାସ୍ତାରେ ଆପଣ ବାଟ ଚାଲିବେ, ପ୍ରକୃତି ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସହାୟ ହେବ। କୌଣସି ସନ୍ଦେହର କାରଣ ନାହିଁ। ନିଶ୍ଚିନ୍ତ ହେବ ସମସ୍ତଙ୍କର କିଛି ନା କିଛି ଅନୁଭୂତି ଅନୁଭବ ଥବ। ତେଣୁ ଗୃହସ୍ଥ ଆଶ୍ରମ ଉପରେ ଅଲଗା 3ଟି ଆଶ୍ରମ, ବ୍ରହ୍ମଚାରୀ ଆଶ୍ରମ, ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ଆଶ୍ରମ ନିର୍ଭର କରେ।